केबी सार केबी नॉलेज एकाडेमी तरफରୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛନ୍ତି। ଆଜି ଆମେ ଆଲୋଚନା କରିବା ଦଶମ ଶ୍ରେଣୀର ସାହିତ୍ୟ ସିନ୍ଧୁ ବହିର ଯାହାକି FLO ଫାର୍ଷ୍ଟ ଲାଙ୍ଗୁଏଜ ଓଡ଼ିଆ ବହିର କେତେକ ଗୁରୁତ୍ୱପୂର୍ଣ୍ଣ MCQ ଯାହାକି 2027 ବୋର୍ଡ଼ରେ ବହୁତ ଇମ୍ପୋର୍ଟାଣ୍ଟ ରହିଛି ଏବଂ ଏହି ପ୍ରଶ୍ନ ଗୁଡ଼ିକ 2027 ବୋର୍ଡ଼ରେ ପଡ଼ିବାର ସମ୍ଭାବନା ମଧ୍ୟ ଅଛି। ଚାଲନ୍ତୁ ଆମେ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ କ'ଣ କହୁଛି ନା, ବନ୍ଦେ ଉତ୍କଳ ଜନନୀ ଗୀତଟି କେଉଁ ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି? ଅପସନ୍ ଏ 2020, ଅପସନ୍ ବି 2021, ଅପସନ୍ ସି 2022, ଅପସନ୍ ଡି 2024। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ 2020 ମସିହାରେ। ପରବର୍ତ୍ତୀ ପ୍ରଶ୍ନ ନା, ପୟୋଧି ଶବ୍ଦ କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ଅପସନ୍ ଏ ନଦୀ, ଅପସନ୍ ବି ସମୁଦ୍ର, ଅପସନ୍ ସି ଢେଉ, ଅପସନ୍ ଡି ତଟ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ସମୁଦ୍ର। ପୟୋଧି ଶବ୍ଦଟି ସମୁଦ୍ର ଅର୍ଥରେ ବ୍ୟବହାର କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ 3 ନମ୍ବର, ଭୀମଙ୍କ ସିଂହନାଦ ରଡ଼ିରେ ମାନଗୋବିନ୍ଦ କାହାକୁ କୁହାଯାଇଛି? ଅପସନ୍ ଏ ଭୀମ, ଅପସନ୍ ବି ଦୁର୍ଯ୍ୟୋଧନ, ଅପସନ୍ ସି ଶିବ, ଅପସନ୍ ଡି ବିଷ୍ଣୁ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଦୁର୍ଯ୍ୟୋଧନକୁ କୁହାଯାଇଛି ମାନଗୋବିନ୍ଦ ବୋଲି। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା, ଯାହାକି 4 ନମ୍ବର, ଶୂଳଧର ଶବ୍ଦର ପ୍ରତିଶବ୍ଦ କ'ଣ? ଅପସନ୍ ଏ ଶିବ, ଅପସନ୍ ବି ଭୀମ, ଅପସନ୍ ସି ଦୁର୍ଯ୍ୟୋଧନ, ଅପସନ୍ ଡି ବିଷ୍ଣୁ। ଏହାର ସଠିକ ଉତ୍ତର ହେଉଛି ଶିବ, ଯାହାକି ଶିବ ଶଙ୍କରକୁ କୁହାଯାଏ ଶୂଳଧର। ପରବର୍ତ୍ତୀ ପ୍ରଶ୍ନ, ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କେଉଁ କାବ୍ୟରୁ ଆସିଅଛି? ଅପସନ୍ ଏ ବୈଦେହୀଶ ବିଳାସ, ଅପସନ୍ ବି ଲାବଣ୍ୟବତୀ, ଅପସନ୍ ସି ବିଦଗ୍ଧ ଚିନ୍ତାମଣି, ଅପସନ୍ ଡି ପ୍ରେମ ସୁଧା ନିଧି। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ବୈଦେହୀଶ ବିଳାସରୁ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କାବ୍ୟ ଆସିଛି। ପରବର୍ତ୍ତୀ ପ୍ରଶ୍ନ 6 ନମ୍ବର, ବୈଦେହୀଶ ବିଳାସ କାବ୍ୟ କେଉଁ ଆଦ୍ୟବର୍ଣ୍ଣ ନିୟମରେ ରଚିତ? ଅପସନ୍ ଏ କ, ଅପସନ୍ ବି ଗ, ଅପସନ୍ ସି ବ, ଅପସନ୍ ଡି ର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ବ ଆଦ୍ୟବର୍ଣ୍ଣରେ ରଚିତ। ପରବର୍ତ୍ତୀ ପ୍ରଶ୍ନ 7 ନମ୍ବର ପ୍ରଶ୍ନ ଆଡ଼କୁ ଯିବା। ନା, ଚିଲିକାରେ ସାୟନ୍ତନ ଦୃଶ୍ୟରେ ଚିଲିକାର କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରାଯାଇଛି? ଅପସନ୍ ଏ ବର୍ଷାକାଳୀନ, ଅପସନ୍ ବି ସନ୍ଧ୍ୟାକାଳୀନ, ଅପସନ୍ ସି ଶରତକାଳୀନ, ଅପସନ୍ ଡି ପ୍ରଭାତକାଳୀନ। ଏହାର ସଠିକ ଉତ୍ତର ହେଉଛି ସନ୍ଧ୍ୟାକାଳୀନ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା, 8 ନମ୍ବର ପ୍ରଶ୍ନ, ମାତ୍ର ଯଶୋ ଦେହେ ତୁମ୍ଭେ ଆୟୁଷ୍ମାନ ଏକଥା କେଉଁ କବିଙ୍କୁ ଲକ୍ଷ୍ୟ କରି କୁହାଯାଇଛି? ଅପସନ୍ ଏ କବିବର ରାଧାନାଥ ରାୟ, ଅପସନ୍ ବି କବି ସୂର୍ଯ୍ୟ ବଳଦେବ ରଥ, ଅପସନ୍ ସି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଅପସନ୍ ଡି ସ୍ୱଭାବ କବି ଗଙ୍ଗାଧର ମେହେର। ଏହାର ସଠିକ ଉତ୍ତର ହେଉଛି କବି ସୂର୍ଯ୍ୟ ବଳଦେବ ରଥଙ୍କୁ କୁହାଯାଇଛି ଅପସନ୍ ବି। ପରବର୍ତ୍ତୀ ପ୍ରଶ୍ନ 9 ନମ୍ବର, ଯାହାକି ମଙ୍ଗଳେ ଅଇଲା ଉଷା ଗଙ୍ଗାଧରଙ୍କ ତପସ୍ୱିନୀ କାବ୍ୟର କେଉଁ ସ୍ୱର୍ଗରୁ ଆନୀତ? ଅପସନ୍ ଏ ତୃତୀୟ, ଅପସନ୍ ବି ପଞ୍ଚମ, ଅପସନ୍ ସି ପ୍ରଥମ, ଅପସନ୍ ଡି ଚତୁର୍ଥ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଡି ଚତୁର୍ଥ ସ୍ୱର୍ଗରୁ ଏହା ସଂଗୃହୀତ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା, ଯାହାକି 10 ନମ୍ବର, ନିର୍ବାସିତା ସୀତା କେଉଁ ଋଷିଙ୍କ ଆଶ୍ରମରେ ରହୁଥିଲେ? ଅପସନ୍ ଏ ବଶିଷ୍ଠ, ଅପସନ୍ ବି ଦୁର୍ବାସା, ଅପସନ୍ ସି ବାଲ୍ମୀକି, ଅପସନ୍ ଡି ଭରଦ୍ୱାଜ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ବାଲ୍ମୀକି। ପରବର୍ତ୍ତୀ ପ୍ରଶ୍ନ 11 ନମ୍ବର, କେଉଁ କବିତା ପୁସ୍ତକ ପାଇଁ ଅନନ୍ତ ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଅପସନ୍ ଏ ଛାଇର ଛିଡ଼ା, ଅପସନ୍ ବି ଅବାନ୍ତର, ଅପସନ୍ ସି ରକ୍ତଶିଖା, ଅପସନ୍ ଡି ଅଲୋଡ଼ା ଲୋଡ଼ା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଅବାନ୍ତର।
ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 12 ନମ୍ବର, ନବଯୁଗର କେଉଁମାନଙ୍କୁ ଜାଗି ଉଠିବା ପାଇଁ କବି କହିଛନ୍ତି? ଅପସନ୍ ଏ କୃଷକ, ଅପସନ୍ ବି ଶ୍ରମିକ, ଅପସନ୍ ସି ତରୁଣ, ଅପସନ୍ ଡି ଶୋଷିତ। ଏହାର ସଠିକ ଉତ୍ତର ହେଉଛି ତରୁଣ। ପରବର୍ତ୍ତୀ ପ୍ରଶ୍ନ 13 ନମ୍ବର, ସର୍ବସହା ମାଟିକୁ କବି କାହା ସହିତ ତୁଳନା କରିଛନ୍ତି? ଅପସନ୍ ଏ ସ୍ୱର୍ଗ, ଅପସନ୍ ବି ମା, ଅପସନ୍ ସି ଶକ୍ତି, ଅପସନ୍ ଡି ବନ୍ଧୁ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ମା ସହିତ ତୁଳନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 14 ନମ୍ବର, ନା କାହାର ପାଦଧୂଳି ମୁଣ୍ଡରେ ବୋଳିବାକୁ କବିତାରେ କୁହାଯାଇଛି? ଅପସନ୍ ଏ ଭାରତ ମାତା, ଅପସନ୍ ବି ଉତ୍କଳ ଜନନୀ, ଅପସନ୍ ସି ଗୁରୁ, ଅପସନ୍ ଡି ମା। ଏହାର ସଠିକ ଉତ୍ତର ହେଉଛି ଏ ଭାରତ ମାତା। ପରବର୍ତ୍ତୀ ପ୍ରଶ୍ନ, କାନ୍ତ କବିଙ୍କ ପୈତୃକ ଗ୍ରାମ ନାମ କ'ଣ? ଅପସନ୍ ଏ ଗୋପାଳପୁର, ଅପସନ୍ ବି ତାଲପଦା, ଅପସନ୍ ସି ଅଭଣା, ଅପସନ୍ ଡି ଜୁଣିଆ। ଏହାର ସଠିକ ଉତ୍ତର ହେଉଛି ତାଲପଦା, ଅପସନ୍ ବି। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ମସିହାରେ ଗୋପୀନାଥ ସଙ୍ଗୀତ ସମାଜ ଗଠନ କରିଥିଲେ? ଅପସନ୍ ଏ 1921, ଅପସନ୍ ବି 1929, ଅପସନ୍ ସି 1937, ଅପସନ୍ ଡି 1939। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ 1921। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 17 ନମ୍ବର, ଜନ୍ମଭୂମିରେ ପ୍ରାବନ୍ଧିକଙ୍କ କେଉଁ ଭାବନା ପ୍ରକାଶ ପାଇଛି? ଅପସନ୍ ଏ ସର୍ବେ ଭବନ୍ତୁ ସୁଖିନଃ, ଅପସନ୍ ବି ବସୁଧୈବ କୁଟୁମ୍ବକମ୍, ଅପସନ୍ ସି ଦେଶାତ୍ମବୋଧ, ଅପସନ୍ ଡି ମାତୃବନ୍ଦନା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ବସୁଧୈବ କୁଟୁମ୍ବକମ୍ ଭାବନା ପ୍ରକାଶ ପାଇଛି। 18 ନମ୍ବର ପ୍ରଶ୍ନ, ଅଭ୍ରକଶ ଶବ୍ଦଟି କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ଅପସନ୍ ଏ ଆଭିଜାତ୍ୟ, ଅପସନ୍ ବି ଆକାଶ ଛୁଆଁ, ଅପସନ୍ ସି ଆଡ଼ମ୍ବର, ଅପସନ୍ ଡି ସୌରଭ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଆକାଶ ଛୁଆଁ। ପରବର୍ତ୍ତୀ ପ୍ରଶ୍ନ, ସଭ୍ୟତା ଓ ବିଜ୍ଞାନର ଲେଖକ ବୃତ୍ତିରେ କ'ଣ ଥିଲେ? ଅପସନ୍ ଏ ପ୍ରାଣୀ ବିଜ୍ଞାନୀ, ଅପସନ୍ ବି ଭାଷା ବିଜ୍ଞାନୀ, ଅପସନ୍ ସି ଉଦ୍ଭିଦ ବିଜ୍ଞାନୀ, ଅପସନ୍ ଡି ରସାୟନ ବିଜ୍ଞାନୀ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଉଦ୍ଭିଦ ବିଜ୍ଞାନୀ। ପରବର୍ତ୍ତୀ ପ୍ରଶ୍ନ 20 ନମ୍ବର, ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧଟି ଉତ୍କଳ ସାହିତ୍ୟ ପତ୍ରିକାରେ କେଉଁ ମସିହାରେ ପ୍ରକାଶ ପାଇଥିଲା? ଅପସନ୍ ଏ 1914, ଅପସନ୍ ବି 1918, ଅପସନ୍ ସି 1942, ଅପସନ୍ ଡି 1907। ଏହାର ସଠିକ ଉତ୍ତର ହେଉଛି 1942 ମସିହାରେ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 21 ନମ୍ବର, ଗଣତନ୍ତ୍ରର ମୂଳମନ୍ତ୍ର କ'ଣ ବୋଲି କୁହାଯାଇଛି? ଅପସନ୍ ଏ ଭାଷା, ଅପସନ୍ ବି ଶିକ୍ଷା, ଅପସନ୍ ସି ସାହିତ୍ୟ, ଅପସନ୍ ଡି ସମାଜ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଶିକ୍ଷା। ପରବର୍ତ୍ତୀ ପ୍ରଶ୍ନ 22 ନମ୍ବର, 1963 ମସିହାରେ ଓଡ଼ିଶାରେ କେଉଁ ପ୍ରସିଦ୍ଧ ସହରରେ ନୂଆ ରେଳ ଷ୍ଟେସନ ତିଆରି ହୋଇଥିଲା? ଅପସନ୍ ଏ ପୁରୀ, ଅପସନ୍ ବି କଟକ, ଅପସନ୍ ସି ବ୍ରହ୍ମପୁର, ଅପସନ୍ ଡି ସମ୍ବଲପୁର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ପୁରୀ। ପରବର୍ତ୍ତୀ ପ୍ରଶ୍ନ 23 ନମ୍ବର, ଛତ୍ରପତି ବିବେକାନନ୍ଦ ପୁସ୍ତକର ଲେଖକ କିଏ? ଅପସନ୍ ଏ ଶରତ କୁମାର ମହାନ୍ତି, ଅପସନ୍ ବି ବଂଶୀଧର ସାମନ୍ତରାୟ, ଅପସନ୍ ସି ବସନ୍ତ କୁମାର ଶତପଥୀ, ଅପସନ୍ ଡି ଗୋଲକ ବିହାରୀ ଧଳ। ଏହାର ସଠିକ ଉତ୍ତର ହେଉଛି ଶରତ କୁମାର ମହାନ୍ତି, ଯିଏକି ଛତ୍ରପତି ବିବେକାନନ୍ଦ ପୁସ୍ତକର ଲେଖକ। 24 ନମ୍ବର ପ୍ରଶ୍ନ,
ଶ୍ରୀରାମକୃଷ୍ଣ ପୃଥିବୀରୁ ବିଦାୟ ନେବା ବେଳକୁ ନାରାୟଣଙ୍କୁ କେତେ ବର୍ଷ ହୋଇଥିଲା? ଅପସନ୍ ଏ 22, ଅପସନ୍ ବି 18, ଅପସନ୍ ସି 24, ଅପସନ୍ ଡି 30। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ 22 ବର୍ଷ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ଏମାନଙ୍କ ମଧ୍ୟରୁ କିଏ ଜଣେ ପ୍ରତିଷ୍ଠିତ ପ୍ରାବନ୍ଧିକ ଓ ରମ୍ୟ ରଚକ? ଅପସନ୍ ଏ ବିଶ୍ୱନାଥ କର, ଅପସନ୍ ବି ଉମେଶ ଚନ୍ଦ୍ର ସରକାର, ଅପସନ୍ ସି ଗୋପାଳ ଚନ୍ଦ୍ର ପ୍ରହରାଜ, ଅପସନ୍ ଡି ରାମଶଙ୍କର ରାୟ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଗୋପାଳ ଚନ୍ଦ୍ର ପ୍ରହରାଜ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 26 ନମ୍ବର କୃଷକ ସଙ୍ଗୀତର ରଚୟିତା କିଏ? ଅପସନ୍ ଏ ମଧୁସୂଦନ ରାଓ, ଅପସନ୍ ବି ମଧୁସୂଦନ ଦାସ, ଅପସନ୍ ସି ଗଙ୍ଗାଧର ମେହେର, ଅପସନ୍ ଡି ରାଧାନାଥ ରାୟ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଗଙ୍ଗାଧର ମେହେର, ଯିଏକି କୃଷକ ସଙ୍ଗୀତର ରଚୟିତା। ପରବର୍ତ୍ତୀ ପ୍ରଶ୍ନ 27 ନମ୍ବର ନା ଚାକର ପିଲାଟିର ନାଁ କ'ଣ ଥିଲା? ଅପସନ୍ ଏ ଚୈତନ୍ୟ, ଅପସନ୍ ବି ବେଣୁଧର, ଅପସନ୍ ସି ସନାତନ, ଅପସନ୍ ଡି ରାମ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ଚୈତନ୍ୟ, ଚାକର ପିଲାଟିର ନାଁ ଥିଲା। ଅପସନ୍ ତାପରେ 28 ନମ୍ବର ପ୍ରଶ୍ନ, ହଠାତ୍ କିଏ ଭୋ ଭୋ ହୋଇ ଭୁକି ଉଠିଲା? ଅପସନ୍ ଏ ଟମି, ଅପସନ୍ ବି ମୋତି, ଅପସନ୍ ସି ପପି, ଅପସନ୍ ଡି ଡଗି। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ମୋତି କୁକୁର, ଯିଏକି ହଠାତ୍ ଭୋ ଭୋ ହୋଇ ଭୁକି ଉଠିଲା। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 29 ନମ୍ବର ପ୍ରଶ୍ନ, କାଳର କପୋଳ ତଲେର ଲେଖିକା କେଉଁ ସମ୍ମାନରେ ସମ୍ମାନିତ? ଅପସନ୍ ଏ ଶାରଳା, ଅପସନ୍ ବି ଜ୍ଞାନପୀଠ, ଅପସନ୍ ସି ସତ୍ୟବାଦୀ, ଅପସନ୍ ଡି ସାହିତ୍ୟ ଭାରତୀ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଡି ସାହିତ୍ୟ ଭାରତୀ। 30 ନମ୍ବର ପ୍ରଶ୍ନ, ଅଙ୍ଗଦ ଚୌଧୁରୀ କେଉଁ ବିଶ୍ୱବିଦ୍ୟାଳୟର ଛାତ୍ର? ଅପସନ୍ ଏ ଦିଲ୍ଲୀ, ଅପସନ୍ ବି ଉତ୍କଳ, ଅପସନ୍ ସି ହାର୍ଭାର୍ଡ, ଅପସନ୍ ଡି ନାଲନ୍ଦା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଡି ନାଲନ୍ଦା। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 31 ନମ୍ବର ପ୍ରଶ୍ନ, ବେଲ, ଅଶ୍ୱତ୍ଥ ଓ ବଟବୃକ୍ଷର ଲେଖକ କେଉଁ ଚାକିରି କରୁଥିଲେ? ଅପସନ୍ ଏ ଡାକ୍ତର, ଅପସନ୍ ବି ଶିକ୍ଷକ, ଅପସନ୍ ସି ଭୂତତ୍ତ୍ୱବିତ୍, ଅପସନ୍ ଡି ପ୍ରାଣୀବିଜ୍ଞାନୀ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଭୂତତ୍ତ୍ୱବିତ୍। 32 ନମ୍ବର ପ୍ରଶ୍ନ, ବାଉଁଶ ପାଛିଆରେ କ'ଣ ନଥିଲା? ଅପସନ୍ ଏ ବାସି ବରା, ଅପସନ୍ ବି ପକୁଡ଼ି, ଅପସନ୍ ସି ସିଙ୍ଗଡ଼ା, ଅପସନ୍ ଡି ଗୁଲୁଗୁଲା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ସିଙ୍ଗଡ଼ା ନଥିଲା। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 33 ନମ୍ବର ପ୍ରଶ୍ନ, ଫଲ୍ଗୁ ଏକାଙ୍କିକାରେ କେଉଁ ପରିବାରର କଥା କୁହାଯାଇଛି? ଅପସନ୍ ଏ ମଧ୍ୟବିତ୍ତ, ଅପସନ୍ ବି ଜମିଦାର, ଅପସନ୍ ସି କୃଷକ, ଅପସନ୍ ଡି ଧନୀ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ମଧ୍ୟବିତ୍ତ ପରିବାରର କଥା କୁହାଯାଇଛି। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 34 ନମ୍ବର ନା ଭାରି କ୍ଷଣ ରାଗି ଠିକ୍ ତା ବୋଉ ପରି, ଏକଥା କିଏ କହିଛନ୍ତି? ଅପସନ୍ ଏ ମହାପାତ୍ର, ଅପସନ୍ ବି ପ୍ରୀତି, ଅପସନ୍ ସି ସୁବ୍ରତ, ଅପସନ୍ ଡି ବେବି। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ମହାପାତ୍ର। 35 ନମ୍ବର ପ୍ରଶ୍ନ, କୋଣାର୍କ ଏକାଙ୍କିକାରେ କେଉଁ ପ୍ରସଙ୍ଗକୁ ମୁଖ୍ୟତଃ ନାଟ୍ୟ ରୂପେ ଦିଆଯାଇଛି? ଅପସନ୍ ଏ କୋଣାର୍କ ମନ୍ଦିର ତୋଲା, ଅପସନ୍ ବି କୋଣାର୍କ ମନ୍ଦିରର ଦଧିନଉତି ବସିବା, ଅପସନ୍ ସି 1200 ବଢ଼େଇ, ଅପସନ୍ ଡି କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି କୋଣାର୍କ ମନ୍ଦିରର ଦଧିନଉତି ବସିବା। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 36 ନମ୍ବର ପ୍ରଶ୍ନ,
ଆପଣା ଲୋକ ଶତ୍ରୁ ଅର୍ଥ ବୁଝାଇଥିବା ରୂଢ଼ିଟି କ'ଣ? ଅପସନ୍ ଏ ଗୋଠ ଖଣ୍ଡିଆ, ଅପସନ୍ ବି ଘରଢିଙ୍କି କୁମ୍ଭୀର, ଅପସନ୍ ସି ଏକ ଘରିକିଆ, ଅପସନ୍ ଡି କରଛଡ଼ା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଘରଢିଙ୍କି କୁମ୍ଭୀର। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 37 ନମ୍ବର। ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହା କ'ଣ ହୁଏ? ଅପସନ୍ ଏ ବାକ୍ୟ, ଅପସନ୍ ବି ଶବ୍ଦ, ଅପସନ୍ ସି ଧ୍ୱନି, ଅପସନ୍ ଡି ବାକ୍ୟାଂଶ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ବାକ୍ୟ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 38 ନମ୍ବର ପ୍ରଶ୍ନ। ଏ ବର୍ଷ ପ୍ରବଳ ଶୀତ ହୋଇଛି, ଏହା କି ପ୍ରକାର ବାକ୍ୟ? ଅପସନ୍ ଏ ଆଦେଶ ସୂଚକ, ଅପସନ୍ ବି ବିବୃତ୍ତି ସୂଚକ, ଅପସନ୍ ସି ପ୍ରଶ୍ନ ସୂଚକ, ଅପସନ୍ ଡି ବିସ୍ମୟ ସୂଚକ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ବିବୃତ୍ତି ସୂଚକ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 39 ନମ୍ବର। ବାକ୍ୟର ପ୍ରତ୍ୟେକ ଅଂଶକୁ କ'ଣ କୁହାଯାଏ? ଅପସନ୍ ଏ ପଦ, ଅପସନ୍ ବି ଧ୍ୱନି, ଅପସନ୍ ସି କ୍ରିୟା, ଅପସନ୍ ଡି ବିଶେଷ୍ୟ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ପଦ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 40 ନମ୍ବର। ଯେହେତୁ ଜେଜେ ଆସିଛନ୍ତି ତେଣୁ ଆମେ ଖୁସି ଅଛୁ, ଏହା କି ପ୍ରକାର ବାକ୍ୟ? ଅପସନ୍ ଏ ସରଳ, ଅପସନ୍ ବି ଜଟିଳ, ଅପସନ୍ ସି ମିଶ୍ର, ଅପସନ୍ ଡି ବିସ୍ମୟ ସୂଚକ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଏହା ଜଟିଳ ବାକ୍ୟ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 41 ନମ୍ବର। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶୁଦ୍ଧ ରୂପ? ଅପସନ୍ ଏ ଆଶୀର୍ବାଦ, ଅପସନ୍ ବି ଆଶୀର୍ବାଦ, ଅପସନ୍ ସି ଆଶୀର୍ବାଦ, ଅପସନ୍ ଡି ଆଶୀର୍ବାଦ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଏହି ଆଶୀର୍ବାଦ ହେଉଛି ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ। ବୁଝିପାରିଲ? ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 42 ନମ୍ବର ପ୍ରଶ୍ନ। 9 ସ୍ଥାନରେ କ'ଣ ହେଲେ ତାହାକୁ ଅଣତ୍ୱ ବିଧି କୁହାଯାଏ? ଅପସନ୍ ଏ ର, ଅପସନ୍ ବି ଅଣ, ଅପସନ୍ ସି ତ, ଅପସନ୍ ଡି ଟ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି। ଯଦି 9 ସ୍ଥାନରେ ଅଣ ରହିଲେ ତାକୁ ଅଣତ୍ୱ ବିଧି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 43 ନମ୍ବର ପ୍ରଶ୍ନ। ଦେଶଜ ଓ ବୈଦେଶିକ ଶବ୍ଦରେ ପ୍ରାୟତଃ କେଉଁ ବର୍ଣ୍ଣଟି ସ ହୁଏ ନାହିଁ? ଅପସନ୍ ଏ ତାଲବେଶ, ଅପସନ୍ ବି ଦନ୍ତ ସ, ଅପସନ୍ ସି ର, ଅପସନ୍ ଡି ହ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଦନ୍ତ ସ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 44 ନମ୍ବର। କେଉଁଟି ଶୁଦ୍ଧ ରୂପ? ଅପସନ୍ ଏ ଗୋଟିଏ ପିମ୍ପୁଡ଼ିଟିଏ, ଅପସନ୍ ବି ପିମ୍ପୁଡ଼ିଟିଏ, ଅପସନ୍ ସି ସବୁ ବହିଗୁଡ଼ିକ, ଅପସନ୍ ଡି ପ୍ରତ୍ୟେକ ଲୋକମାନେ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ପିମ୍ପୁଡ଼ିଟିଏ। ବୁଝିପାରିଲ ନା ନାହିଁ? ଏଇଟା ହେଉଛି ଶୁଦ୍ଧ ରୂପ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 45 ନମ୍ବର। ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଲେ ତାହା ଜାଣି ଏହା କେଉଁ ଛନ୍ଦରେ ରଚିତ? ଅପସନ୍ ଏ ଗୁଜ୍ଜରୀ, ଅପସନ୍ ବି ଶଙ୍କରାଭରଣ, ଅପସନ୍ ସି ବଙ୍ଗଳାଶ୍ରୀ, ଅପସନ୍ ଡି ବିଭାସ କେଦାର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ଏହା ଗୁଜ୍ଜରୀ ଛନ୍ଦରେ ରଚିତ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ଭିନ୍ନାର୍ଥବୋଧକ ଏକ ପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ କେଉଁ ଅଳଙ୍କାର କୁହାଯାଏ? ଅପସନ୍ ଏ ଶ୍ଲେଷ, ଅପସନ୍ ବି ଯମକ, ଅପସନ୍ ସି ଅନୁପ୍ରାସ, ଅପସନ୍ ଡି ଉପମା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଯମକ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 47 ନମ୍ବର। ବାବୁ ନାକସିରି ଦାନ ଯୋଗ୍ୟ ଯେସାକୁ ବିହର କାନନ କର ଆଲିଙ୍ଗନକୁ। ଏଥିରେ କେଉଁ ଅଳଙ୍କାର ବ୍ୟବହୃତ? ଅପସନ୍ ଏ ଉପମା, ଅପସନ୍ ବି ଯମକ, ଅପସନ୍ ସି ଶ୍ଲେଷ, ଅପସନ୍ ଡି
ଅନୁପ୍ରାସ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଶ୍ଲେଷ ଅଳଙ୍କାର ଏହାର ଏହି ପଦରେ ବ୍ୟବହୃତ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 39 ନମ୍ବର। ବାଟ ଭାଙ୍ଗିବା ରୂଢ଼ିର ଅର୍ଥ କ'ଣ? ଅପସନ୍ ଏ ଅନୁକୂଳ ବିଗିଡ଼ିଯିବା। ଅପସନ୍ ବି ନିଜ ସୁବିଧା ଦେଖିବା। ଅପସନ୍ ସି ଉପେକ୍ଷା କରିବା। ଅପସନ୍ ଡି ବ୍ୟର୍ଥ ହେବା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଉପେକ୍ଷା କରିବା। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 49 ନମ୍ବର ପ୍ରଶ୍ନ। ବତେଇ ଦେଲା ବୁଦ୍ଧି ମାଗି ଆଣିଲା ତିଅଣର ଅର୍ଥ କ'ଣ? ଅପସନ୍ ଏ ଆଲସ୍ୟ ସର୍ବନାଶ କରେ। ଅପସନ୍ ବି ଉଭୟ ଶୋଭାବର୍ଦ୍ଧକ। ଅପସନ୍ ସି ଉଭୟ କ୍ଷଣସ୍ଥାୟୀ। ଅପସନ୍ ଡି ଗୁଣ ଘେନି ଆଦର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଉଭୟ କ୍ଷଣସ୍ଥାୟୀ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା, ଯାହାକି ଅନ୍ତିମ ପ୍ରଶ୍ନ 50 ନମ୍ବର। ସଭାରେ ହାଣ୍ଡି ଭାଙ୍ଗିବା କେଉଁ ଅର୍ଥରେ ବ୍ୟବହାର ହୁଏ? ଅପସନ୍ ଏ ସ୍ୱାର୍ଥ ସାଧନ ପରେ ଆଗ୍ରହ କମିଯିବା। ଅପସନ୍ ବି ଅର୍ଦ୍ଧବସାୟ ସଫଳତାର ଚାବିକାଠି। ଅପସନ୍ ସି ଅସମ୍ଭବ କଥା କହିବା। ଅପସନ୍ ଡି ଗୁପ୍ତ କଥା ପ୍ରଘଟ କରିବା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଡି ଗୁପ୍ତ କଥା ପ୍ରଘଟ କରିବା ହେଉଛି ସଭାରେ ହାଣ୍ଡି ଭାଙ୍ଗିବାର ଅର୍ଥ। ପିଲାମାନେ, ଏଠାରେ ତୁମମାନଙ୍କର 50ଟି ମୋଷ୍ଟ ଇମ୍ପୋର୍ଟାଣ୍ଟ MCQ ସରିଲା, ଯାହାକି 2027 ବୋର୍ଡ଼ ଏକ୍ଜାମରେ ପଡ଼ିବାର ସମ୍ଭାବନା ରହିଛି। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ କରିବେ, ସେୟାର କରିବେ ଏବଂ କମେଣ୍ଟ କରିବେ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଓଡ଼ିଶା।